ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଭଳି ପ୍ରମୁଖ ଜିଲ୍ଲାଗୁଡ଼ିକରେ ସୁବର୍ଣ୍ଣରେଖା, ଜଳକା ଏବଂ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବ୍ୟାପକ ଚାଷ ଜମି ଏବଂ ଗାଁଗୁଡ଼ିକ ଜଳବନ୍ଦୀ ହୋଇପଡ଼ିଛି। ବିପନ୍ନ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏନ୍ଡିଆର୍ଏଫ୍, ଓଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଶ୍ରୟସ୍ଥଳୀଗୁଡ଼ିକରେ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଆକାଶମାର୍ଗରୁ ନିରୀକ୍ଷଣ ପରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ ସହ ସମୀକ୍ଷା ବୈଠକ କରି ଶୂନ୍ୟ ଜୀବନ ହାରି ନୀତି ଆପଣାଇବା ସହ ରିଲିଫ୍ ଓ ଚିକିତ୍ସା ସେବା ଯେପରି ଅବ୍ୟାହତ ରହେ ସେଥିପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ପରିସ୍ଥିତିର ଗମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି। 12ରୁ ଅଧିକ ବ୍ଲକରେ ବନ୍ୟା ପରିସ୍ଥିତିକୁ ଯାଇକି ମୁଁ ଅନୁଧ୍ୟାନ କରିଛି। ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ଏସ୍ଆର୍ସି ଶ୍ରୀ ରାଜେଶ ପ୍ରଭାକର ପାଟିଲ ମଧ୍ୟ ଆଜି ମୋ ସହିତ ଏରିଏଲ୍ ସର୍ଭେରେ ଯାଇଥିଲେ। विशेष करके जाजपुर जिलार 3टी ब्लॉक दशरथपुर, बोरी एवं बिंझारपुर, भद्रक जिलार धामनगर, भंडारी पोखरी और चांदबली ब्लॉक 3टी एवं बालेश्वर जिलार सोर, रेमुणा एवं बालेश्वर सदर एवं मयूरभंज जिलार मध्य किछि अंश बड़साही ब्लॉक एवं ता सहित उदलार किछि अंश एवं कप्ति